ଏବେ ଯାଇଥିଲି ସିଆଡେ ଅଯୋଧ୍ୟା ଯାଇଥିଲି। ଆଜ୍ଞା ଅଯୋଧ୍ୟା ଯାଇଥିଲି ରାମ ପ୍ରାଣ ପ୍ରତିଷ୍ଠା ହେଲା ଆଉ ରାମ ପ୍ରାଣ ପ୍ରତିଷ୍ଠା ହେଲା ଆଉ ଯାଇଥିଲି। କଣ ଦେଖିଲୁ? ଭଗବାନ ଦେଖିଲି ଆଉ। ଆରେ ସେଟା ରାମ ନାହିଁ ରେ, ରାମ ନାହିଁ ତ ଆରେ ରାମର ଫଟୋ ସେମିତି ହୁଏ କି? ରାମର ଫଟୋ ଦେଖିଛୁ ନା ନାଇଁ? ରାମକୁ ଦେଖିଛୁ ନା? କେତେ ବର୍ଷ ହେଲା ରାମକୁ ପୂଜା କରି ଖାଇଛୁ ରେ? ହଁ ରାମର ମୂର୍ତ୍ତି ସେମିତି ହୁଏ? କରିଛନ୍ତି ଆଉ ଯଦି ଆରେ ବୌଦ୍ଧ ମୂର୍ତ୍ତି, କରିଛନ୍ତି। ବୌଦ୍ଧ ଧର୍ମର ମୂର୍ତ୍ତି ଯୋଉମାନେ ବନେଇବେ ସେମାନଙ୍କୁ ରାମ ମୂର୍ତ୍ତି ବନାଉ ବୋଲେ କୋଟା ବୌଦ୍ଧଙ୍କର ଫଟୋ ଆଣିକି ବନେଇକି ଦେବେ ନାଇଁ କି? ହଁ ଏଇଟା କଣ ମାନେ ରାମଙ୍କର ମୂର୍ତ୍ତି କି ସେଇଟା? ଆଜି ଗୋଲ ଗାଲ ହେଲେ ବୌଦ୍ଧ ଧର୍ମର ବୌଦ୍ଧ ମୂର୍ତ୍ତିଟା ଯୋଉମାନେ ମୂର୍ତ୍ତି ବନଉଛନ୍ତି ସେମାନଙ୍କୁ ମାନେ ଦେଲେ ଏବେ ଆମେ ବାଇବେଲ ବାକ୍ୟ ପ୍ରଚାର କଲା ଲୋକଙ୍କୁ ମନ୍ଦିର ପୂଜା କରୁ ବୋଲି କହିଲେ ହେବ କି? ଏବେ ସତ୍ସଙ୍ଗରେ ଭାଷଣ ମାରୁଛନ୍ତି ସେମାନଙ୍କୁ ମାନେ ଶହେ ଇଏ ଯୋଉ କଣ କହୁଛନ୍ତି ଆମର କଣ କହୁଛନ୍ତି ଏଠି ଯୋଉ ଶହେ ଇଏ ଶହେ ଦୋସରା ପୂଜାରେ ଲୋକ ପୂଜା କରିବା କାରଣ ହେବ କି? ସେମାନେ ତ ସତ୍ସଙ୍ଗରେ ଦଉଛନ୍ତି ତ ମୂର୍ତ୍ତି ପୂଜା କରନା ବୋଲିକି ସତ୍ସଙ୍ଗରେ ତ ସେଟା ନନା ବାଇବେଲକୁ ଅନୁବାଦ ନନା କରିକି ପୂଜା ନନା କରୁଛନ୍ତି। ଶୁଣ ଆଁ? ଶୁଣ ତ ଆଉ ଶୁଣ ଜଣେ ହଁ କଲେ ହବନି, 100 ଲୋକ ଯଦି ହଁ କରାନ୍ତି ତ ତମେ ଭଗବାନ ଚେହେରା ବୋଲେ ଦେଖି ଏବେ ଭଗବାନ ବୋଲି ଚେହେରା କହିବା। ଏବେ ଦେଖିକି ଜାଣିବ ଯେ ଚେହେରା କାହାର। ଏଟା କଳା ହେଇକି ଯୋଉ କୁଟକୁଟା କଳା ହେଇକି ଗୋଲ ଗାଲ ହେଇକି କାହାର ସେଟା ମୂର୍ତ୍ତି? ବୌଦ୍ଧ ଧର୍ମର ବୌଦ୍ଧଙ୍କର ମୂର୍ତ୍ତି ସେଟା। ସେଟାକୁ କଲର ଦେଇଛି ଏଟା ରାମ ମୂର୍ତ୍ତି କୋଉ ବୋଲି କହିବୁ କି? ସେଟା କହିବୁ କି ତୁ? ଏବେ ମିଟୁର ମୂର୍ତ୍ତିକୁ ନେଇକି ନାଇଁ ସେ ସୁଶାନ୍ତ ପାଟଣାଜୀ କହିଲେ ହେବ କି ସେଟା? ଠିକ ଠିକ ଯେ ଜଣେ କହିଲେ ହେବନି ପରା, 100 ଜଣ କାହିଁକି ହେବ କହିଲେ ନା? ହବ କାହିଁକି ସେଟା। ହେବ ନା? ସେଟା ପରା ଆରେ ସେ କଳା ହେଇକି ଏବେ ତମେ କଲର ନ ଯାଉଛେ ତାର ତ ଗୋରା ସେ ରାମର ମୂର୍ତ୍ତି ସରୁ ହେଇକି ଲମ୍ବା ହେଇକି ଆମେ କେତେ ତୃତୀୟ ଯୁଗର କେତେ ଆମେ ପାଠ ପଢିବାଠୁ ଆମେ ଜାଣିକି ଦେଖିକି ଆସିଛୁ। ବୌଦ୍ଧଙ୍କର ମୂର୍ତ୍ତି ଗୋଲ ହୁଏ। ଆଉ ବୌଦ୍ଧ ମୂର୍ତ୍ତି ବନେଇବା ଲୋକକୁ ରାମଙ୍କ ମୂର୍ତ୍ତି ବନା ବୋଲି ପଇସା ଦେଲେ କିଏ ପଇସା ଛାଡୁଛି? ଏବେ ଯୋଉ ସତ୍ସଙ୍ଗରେ ଭାଷଣ ମାରବା ଲୋକକୁ ମାନେ ଯେଟା କଣ ଦୋସରାରେ ପୂଜା କରିବା ଡାକୁଛନ୍ତି, ସେମାନେ ଦୋସରାରେ ଯାଇକି ପୂଜା କରୁଛନ୍ତି କିନ୍ତୁ ସତ୍ସଙ୍ଗରେ ଭାଷଣ ଶୁଣୁଛୁ ତ? ସେମାନେ କଣ କରୁଛନ୍ତି? ନାଇଁ ମୂର୍ତ୍ତି ପୂଜା ନାଇଁ, ଏଟା ନାଇଁ ସେଟା ନାଇଁ, ସତ୍ସଙ୍ଗରେ ପୂଜା ମାରୁଛନ୍ତି କିନ୍ତୁ ଟଙ୍କା ଆଶା ପାଇ ବୋଲିକି କଚା ମାରିକି ସେ ମାନେ ଦୋସରାରେ ଦୁର୍ଗା ପୂଜା କରୁଛନ୍ତି ସେମାନେ। ଆରେ ପୁରୋହିତ ପୁରୋହିତ ମାନେ କୋଉ ପୁରୋହିତ ଯେଟା ଦେଖବାର ଅଛି। ଆଉ ରାମଙ୍କର ମୂର୍ତ୍ତି ଯୋଉମାନେ ବନଉଥିଲେ ସେ ରାମଙ୍କର ମୂର୍ତ୍ତି ବନେଇବା ଲୋକକୁ ଇଏ କଲ ନାହିଁ, ସେ ପଥରକୁ ନାଇଁ ନାଇଁ ଇଏ ହେବ ନାହିଁ, ନଷ୍ଟ ହେବ ନାହିଁ ବୋଲେ ଆମେ କଳା ପଥରରେ ଆମେ ମୁଗୁନି ପଥରରେ କାମ କଲୁ। ଆଉ ସେ ନଷ୍ଟ ହେଲା ଆଉ ଗୋଟେ ମୂର୍ତ୍ତି କରାହେଇଥାନ୍ତା। କାହିଁକି ସେ ରାମଙ୍କ ମୂର୍ତ୍ତି ଯେଉଁମାନେ ବନଉଛନ୍ତି ସେଟା କାହିଁ ବନେଇଲେ ନା? ବୌଦ୍ଧଙ୍କ ମୂର୍ତ୍ତି ବନେଇବା ଲୋକକୁ ରାମର ମୂର୍ତ୍ତି ବନା ବୋଲେ କେମିତି ହେବ? ହୁଁ ଆଉ ସେ ବୌଦ୍ଧ ଆରେ ବୌଦ୍ଧର ମୂର୍ତ୍ତି ଆଜି ପର୍ଯ୍ୟନ୍ତ ଦେଖିକି ଆସିଛୁ ପରା, କେମିତି ହେବ ସେଟା? ଗୋଲ ହେଇକି ଗୋଲାକାର ହେଇକି ରହେ। କିନ୍ତୁ ରାମର ମୂର୍ତ୍ତି ସରୁ ହୁଏ କି ଲମ୍ବା ହୁଏ, ସେ ସେଟା ନଷ୍ଟ ହଉ। କୋଟି କୋଟି ଟଙ୍କା ଅଛି ଆଉ ସେମିତି ମୂର୍ତ୍ତି ବନା ହେଇଥାନ୍ତା ପୁଣି। ଗୋରା ହେଇକି କଲର ଯୋଉଟା ଯେମିତି ଯେମିତି ପ୍ରକୃତ ମୂର୍ତ୍ତି ଟା କରିଥା ମାନେ ସେଟା କଣ ବାଲ୍ୟ କାଳ ଏମାନେ ସେ ରାମ ଜନ୍ମ ହେଲା ଥିଲେ ତ ବାଲ୍ୟ କାଳ ରାମର ମୂର୍ତ୍ତି ସେମିତି ପୁଣି ଗୋଲ ଥିଲା, ତାପରେ ପରେ ଲମ୍ବା ହେଲା। ହଁ ଆଚ୍ଛା ଆଚ୍ଛା ଯଦି ତମେ ରାମ ସୀତା ବୋଲି କହିଲା, ସୀତାଙ୍କର ବି ମୂର୍ତ୍ତି ବନେଇଥାନ୍ତ, ସେଠି ରଖିଦେଇଥାନ୍ତ। ସେଥିପାଇଁ ଏଇଟା ନାହିଁ ପ୍ରହସନ ଭୋଟ ପାଇଁ ସେଟା ହଉଛି ହେଲା। ଆଉ ସେ ରାମକୁ ମୂର୍ତ୍ତି ଚିହ୍ନି ପାରୁନାହାନ୍ତି ବୋଲି କହିଲେ ଏବେ ଦେଖ ମିଠୁ ସହିତ ସୁଶାନ୍ତର ମାନେ ଫଟୋ ରଖିଲେ ହେବ କି? ମିଠୁ ଫଟୋ ଆକା ସୁଶାନ୍ତ ଫଟୋ ଆକା। ଯୋଉମାନେ ରାମଙ୍କର ମୂର୍ତ୍ତି ଯୋଉମାନେ ବନଉଥିଲେ ସେମାନଙ୍କୁ ପଇସା ଦେଇଥାନ୍ତେ, ରାମଙ୍କର ମୂର୍ତ୍ତି ବନା ହେଇଥାନ୍ତା। ଏମାନେ ବୌଦ୍ଧଙ୍କର ମୂର୍ତ୍ତି ବନେଇବା ଲୋକକୁ ଟଙ୍କା ଫିଙ୍ଗି ଦେଲେ ସେ କଣ କରିବେ? ନାଇଁ କରିବ। ମୁଁ ଦେଖୁଛି ସେଟା ରାମଙ୍କର ମୂର୍ତ୍ତି ନୁହେଁ, ତମେ କାଲକୁଲେସନ କର। ସେଟା ବନେଇଛି ସେ ବୌଦ୍ଧଙ୍କର ମୂର୍ତ୍ତିକୁ ଦେଖି ଚିତ୍ର କାଟିଲା ସେମିତି କରିକି କରିଦେଇଛି ସେ। ଆଉ ପଇସା ପାଇ କରିଦେଲା ଛାଡି ଦେଇଛି। ଆଉ ନା ଦେଇଥିଲେ ଏଟା ରାମଙ୍କର ମୂର୍ତ୍ତି ରାମଙ୍କର ତିନି ତୁଣ୍ଡରେ ଛେଳି ବି କୁକୁର, ଛେଣ ତିନି ତୁଣ୍ଡ ଯୋଉଟା କଲେ ସେଟା ହେଇଗଲା। କିନ୍ତୁ ଆମେ ପ୍ରକୃତ ଦେଖୁଛୁ ସେଇଟା ଯୋଉଟା ରାମଙ୍କର ମୂର୍ତ୍ତି ଯୋଉମାନେ ବନଉଛନ୍ତି ସେଇଟା ବନେଇ ନାହାନ୍ତି। 1 ନମ୍ବରରେ। 2 ନମ୍ବରରେ ବୌଦ୍ଧଙ୍କର ମୂର୍ତ୍ତି ଯୋଉମାନେ ବନଉଛନ୍ତି ସେମାନଙ୍କୁ ବୌଦ୍ଧ ମୂର୍ତ୍ତି ବନେଇବାକୁ ଦିଆହେଇଛି। ସେଥିପାଇଁ ବୌଦ୍ଧର ମୂର୍ତ୍ତି ଯେମିତି, ବୌଦ୍ଧ ଧର୍ମର ମୂର୍ତ୍ତି ଯେମିତି, ବୌଦ୍ଧଙ୍କର ମୂର୍ତ୍ତି ଯେମିତି ସେମିତି ଆକୃତିରେ ସେଟା ଆଣିକି ରଖାହେଇଛି ସେଠି। ଏଇଟା ଭୋଟ ପାଇଁ ସବୁ ଚାଲିଛି। ସେଥିପାଇଁ ଅସଲି ନକଲି ଆମେ ଚିହ୍ନିବାର ଏବେ ବୟସ ହେଲାଣି। ଏବେ ଆମର ଡିଜିଟାଲ ଇଣ୍ଡିଆରେ ଅଛୁ ହେଲା। ଆରେ କିଏ ବି ପଚାରେ ଆଗ ଦିନ ଥିଲା ଶାଢୀକୁ ବି ସାପ କହିଲେ
ହଁ ସେ ତ କହୁଛି ବୋଲି ଆମେ ସାପ ହଁ ଆଗେ ସେ ସାପ ଆଉ ଧନୀ ଲୋକ ଯଦି କହିଲା ବୋଲି କହିଲେ ହଁ କାଲିକି ଯୋଉ କୁଲି ମିଶେଇବ ନା କି ଦେବ ନା ବୋଲି ହଁ ଆଜ୍ଞା ସେଟା ଠିକ ବୋଲି କହୁଥିଲେ କିନ୍ତୁ ଏବେ ଆଉ ଲୋକମାନେ ଜାଣିଲେ ଏଟା ମାନେ ବାଡି ଏଟା ସାପ ଏଟା ଠିକ ଏଟା ଭୁଲ ଏଟା କଣ ପାଇଁ କଣ କରାହଉଛି ଏବେ ଆଉ ଏଟା ତୁ ଯଦି ତୁ ସିଜନ ବାଇ ବେପାର ଭାଇ ସେଥିପାଇଁ ଚାଷ ଉଡ଼ିଲେ ବରଷେ ନେତା ଉଡ଼ିଲେ 5 ବର୍ଷ ଆଉ ଏବେ 5 ବର୍ଷର ପାଇଁ ସେମାନେ ଫିଲ୍ଡ ସଜଉଛନ୍ତି ସେଥିରେ ଆମେ ମୁଣ୍ଡ ଖେଳେଇବାର ନାହିଁ ଘର ସଂସାର ଛାଡିକି ଆଉ ବୌଦ୍ଧ ମନ୍ଦିରକୁ ମୂର୍ତ୍ତିକୁ ଦେଖିକି ଆସିବୁ ମୁଁ ରାମକୁ ଦେଖିଲି ତୁ ରାମକୁ ଆଗରୁ ଦେଖିନଥିଲୁ ଠିକ। ଆଁ ହୁଁ। ଆଉ କଣ କହୁଛନ୍ତି ଯେ ରାମ ବହୁତ ବର୍ଷ ହେଲା ସେ ଇଏଟେ ରହୁଥିଲେ କଣ କହୁଛନ୍ତି ସେଟା ଆମର ଯଜ୍ଞ। ବାହାର ପେଣ୍ଡାଲରେ ରହୁଥିଲେ ତାକୁ ମୁଁ ଘରେ ରଖିଲି ଆଉ ଏବେ ଯୋଉ ଓଡିଶା ସାରା ଭାରତ ସାରା ଯୋଉ ରାମଙ୍କର ଯୋଉ ମନ୍ଦିର ଯାକ ଅଛି ସେ ମନ୍ଦିର ନୁହେଁ କି ସେଇଟା ଗୋଟେ ମନ୍ଦିର କି ସେଟା ଅଭିନୟ ସେଇଟା ଯାକ ଛାଡ ସେ ପିଲା ଖେଳ ଏଟା ପିଲାମାନଙ୍କର ଖେଳ ଭୋଟ ପାଇଁ ହେଲା ଏବେ ଇଲେକ୍ସନ ଟା ଆସିଲା ନାଇଁ କି? ନା ମୁଁ କଣ ଭୁଲ କହୁଛି କି ଦେଖ ତ ନା ତାହେଲେ ଠିକ ତୁ ଠିକ 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 ଠିକ। ନିରୀକ୍ଷଣ କରେ ଯେ ରାମଙ୍କର ମୂର୍ତ୍ତି କୋଉ ଅଶ୍ବିନ କାଳେ ସେମିତି ଥିଲା କି କହ ତ ହଁ ତ ଜାଣିବାର ଏତେ ବର୍ଷ ତମ ରାମ ଭକ୍ତ ପୁରା କିବା କଣ ହଉ ମୋ ଏବେ ଜାଗାରେ ସେ ବୁଦ୍ଧ ଦେବ ଯେମିତି ନାହିଁ କି ଆଁ ଆରେ ପୁରା ରାମଙ୍କର ଇଏ ଦେଖିଛନ୍ତି ନା ସେ ଭଳିଆ ଗୋଟେ କରାଇଥିଲା ଆଉ ଗୋଟେ ବଢିଆ ହେଇଥାନ୍ତା ପୁରା ଆରେ ଗୋଲ ସତ ତ କରିଦେଲା ମୁହଁଟା ରାମଙ୍କର ଫଟୋ କଳା ଉଠେଇକି ପୁରା ରାମ କଳା କରିଦେଲେ। ଯୋଉମାନେ ମୂର୍ତ୍ତି ତିଆରି କରୁଥିଲେ ରାମଙ୍କର ବେଶ ଯେମିତି ଥିଲା ସେମିତି କରିକି ଏକ୍ଜାକ୍ଟ କାହିଁକି ଉତ୍ତରେଇକି ଆଣିଲେ ନା କାହିଁକି ତ ବୌଦ୍ଧଙ୍କର ହଁ ମୂର୍ତ୍ତିକୁ ସମ ଗୋଲ ଗାଲ କରିକି ଆଣିବ ତାପରେ କରିଦେଇକି ଇଏ କରିବ ନାଇଁ ଏମିତି କଥା କହୁଛି ଏମିତି ଆରେ ସେମାନେ ତ ବୌଦ୍ଧ ମନ୍ଦିର ମୂର୍ତ୍ତିକୁ ତିଆରି କରିବା ବେଳକୁ ତମେ ପଇସା ଦେଇଛ ଆଗରେ ସେ କାରିଗର କିଏ ଫାଷ୍ଟ ଅନୁସନ୍ଧାନ କର କାରିଗର କିଏ କୋଉ ମୂର୍ତ୍ତି ବନେଇବା କାରିଗର ସେ କାରିଗର ହଁ ହଁ ସେ ଦେଖିଛି ହଁ କି ନା ଗୋଟେ କଣ ତାଙ୍କର ହଁ ହେଲେ ତମେ ସେ କାରିଗରକୁ ଫାଷ୍ଟ ଚିହ୍ନି ପାରୁନ ଏବେ ବ୍ରାହ୍ମଣ ବୋଲିକି ଆମ ଏରିଆ ଲୋକମାନେ ବ୍ରାହ୍ମଣ ବୋଲିକି ପଇତା ପିନ୍ଧିକି ବାଲିଗୁଡା ଇଏ ପଟେ ଆସିକି ଭାତ ରୋଷେଇ କରି ଦେଉଛନ୍ତି ହେଲା ହଁ ସେମାନେ ବ୍ରାହ୍ମଣ କୋଟଗଡର ଆମର ବ୍ରାହ୍ମଣ ମାନଙ୍କ ସହିତ ବା ଯୋଉମାନେ ଭାତ ରୋଷେଇ କରିବେ ସେମାନଙ୍କ ସହିତ ବାହାରିକି ପଳେଇ ଆସୁଛନ୍ତି ଗୋରା ଗୋରା ପିଲାମାନେ ବାଟରେ ସେ ପଇତା ଢାଳୁଛନ୍ତି ଯାଇକି ରୋଷେଇ କରିକି ଦେଉଛନ୍ତି ପୋତା ତାପରେ ମାରିକି ସେପଟେ ରୋଷେଇ ପଇସା ଖୋଲୁଛନ୍ତି ଘରକୁ ପଳେଇ ଆସୁଛନ୍ତି କରି ପଇସା ପାଇଲା ଆଇଲେ ହଁ ହଁ ହେଲେ ସେ କିଏ ପ୍ରକୃତ କିଏ ତାର ଟାଇଟଲ କଣ ସେଟା କଣ ଆଇଡି କାର୍ଡ ଭୋଟର ଆଇଡି କଣ ତମେ ଦେଖିଛି ସେଠି ସେ କାରିଗର କିଏ କୋଉ କାରିଗରକୁ ଦେଇଥିଲ ସେ ରାମ ହଁ ମୂର୍ତ୍ତି ତିଆରି କରିବା କାରିଗର ନା ସେ ଇଏ ଆମର ମାନେ ବୌଦ୍ଧ ଧର୍ମ ମୂର୍ତ୍ତି ତିଆରି କରିବା କାରିଗର ହଁ ହଁ ଗଗନ ନିର୍ମଳ ନା ନା ଥିଲେ ଦିଶନ୍ତି ଭାସ୍କର ଯେ ଶୁଣ ହୃଦୟ ନିର୍ମଳ ଥିଲେ ଯେ ଶୁଣ ଦିଶନ୍ତି ଈଶ୍ୱର ନନ୍ ହଁ ହଁ ଶୁଣ ନନା ହଁ ତମେ କହିଲେ କିଛି ହବନି ମୁଁ କହିଲେ କିଛି ହବନି ସବୁ ହେବ ସବୁ ଏବେ ହେବ ଘଟଣା କଣ ତାଙ୍କ ପାଖରେ ଟଙ୍କା ଅଛି ଆମ ପାଖରେ ଟଙ୍କା ନାହିଁ କିନ୍ତୁ ସବୁ ହେବ ଆମେ ଜାଣିବାର ଅଛି ଏଇଟା ହଉଛି ମାନେ ସାପ ପ୍ଲସ୍ ଏଇଟା ପଏଣ୍ଟ ହଉଛି ଏଇଟା ବାଡି ପ୍ଲସ୍ ପଏଣ୍ଟ ଏଇଟା ହଁ ପ୍ଲସ୍ ପଏଣ୍ଟ ଏଇଟା ତାଙ୍କ ପାଖରେ ଟଙ୍କା ଅଛି ଆମ ପାଖରେ ଟଙ୍କା କିଛି ନାହିଁ ନାହିଁ। କିନ୍ତୁ ଆମେ ହଁ ଜାଣିବାର ଅଛି ଯେ ଏଇଟା ସାପ ଏଇଟା ବାଡି ଏଇଟା ସାପ ଆମେ ଜାଣିବାର ଅଛି ଆଉ ଯିଏ ହଁ ଯୋଉଟା କରିଦେଲା ବୋଲି ହଁ ହଁ ବୋଲି ଆମେ ଗଲେ ସେଟା ଆମ ଗଗନ ହୁଁ, ନିର୍ମଳ ଥିଲେ ଦିଶନ୍ତି ଭାସ୍କର ହୃଦୟ ନିର୍ମଳ ଥିଲେ ଦିଶନ୍ତି ଈଶ୍ୱର ଆଉ ସେଇ ହଁ ଗଙ୍ଗା ଯାଉ ଇଏ ଯାଉ ଯୋଉଠୁ ଯାଉ କିଛି ନାହିଁ ନିଜେ ନିଜ ମାନେ ଇଏ ଶୁଣ ନିଜେ ସଚେତନ ଶୁଣ ହେବା କଥା ନିଜେ ଠିକ ରାଜା ରାସ୍ତାରେ ରାଜା ଯଦି କହିବ ଏଇଟା ଉଷୁନା ଚାଉଳ ଘର ଚାଉଳ କଲେ କଣ କରିବାକୁ ପଡୁଛି ନାଇଁ ତ ନାଇଁ ଆମ ନାଇଁ ନାଇଁ ପାଖରେ ସେ କିଛି ଦିନ ଥିଲା ଭାଇ ଏବେ ସେତେବେଳେ ମାନେ ଆଗରେ ଥିଲା ଏବେ 500 ଟଙ୍କା ଥିଲେ ଧରିଲେ ଜଣେ ମାନେ ଧନୀ ହେଇଗଲା ଆଗରେ ଥିଲା ଧନୀ ଲୋକ ତ କହୁଛି ଆଜି ମାନେ କୁଲି ମିଶେଇବ ନାହିଁ ଖାଇବାକୁ ଦେବ ନାହିଁ ଏମିତି ବୋଲିକି ସେ ତ କହୁଛି ବୋଲି ତ ନମସ୍କାର କରୁଥିଲେ ଏଇଟା ନାଇଁ ହେଲା ଡିଜିଟାଲ ଇଣ୍ଡିଆ ପ୍ରତୀକ୍ଷା କରିବାକୁ ପଡିବ ମଣିଷ ମୁଣ୍ଡରେ ଚିପ୍ ଲାଗୁଛି ଏବେ ଯୋଉଟା ଏତେ ଦିନ ଭିତରେ ମୁଁ ଯୋଉଟା ଦେଖୁଥିଲି ଯେ ସେଟା ସେଥିରେ ଭୁଲ କହିଲି କି କହ ସେଟା ନା ଠିକ ଅଛି ଆଉ ଆମେ କହିଲେ କିଛି ହବନି ଆଉ କହିଲେ ବି କିଛି ବଦଳିବନି ଆହୁରି ନାଇଁ ସୁଧୁରିବ ନାଇଁ ସଂସାର କି ଡରିବ ନାଇଁ ସଂସାର ସେଟା ଯାହା କୋଟି କୋଟି ଟଙ୍କା ଖର୍ଚ୍ଚ ଚାଲିଛି କରି ସେଟା ସେବନ କଲେ ପରା ଇଏ କଣ କହୁଛନ୍ତି ଆମକୁ ଇଏ କଣ କହୁଛନ୍ତି ହଁ ତିନି ତୁଣ୍ଡରେ ଛେଳି ବି କୁକୁର ବୋଲି କହୁଛନ୍ତି ସେମିତି ସେଟା ହେଇଗଲା ସେଟା ହଁ ତାଙ୍କ ହେଲା ଯେ କିନ୍ତୁ ତା ବୋଲି ହେଲା ବୋଲି ଆମେ ଜାଣିବା ନାଇଁ କି ଏବେ ବୈଜ୍ଞାନିକ ମାନେ ଗ୍ଲାସ ପାଣି ନେଇକି ପରୀକ୍ଷା କରୁଛନ୍ତି ହଁ ଏବେ ହଁ ପଥର ଫିଙ୍ଗିଲେ କାହିଁକି ତଳକୁ ଖସୁଛି କେତେ ପର୍ଯ୍ୟନ୍ତ ଗଲା କେତେ ପର୍ଯ୍ୟନ୍ତ ତଳକୁ ଆସିଲା ବୋଲି ସେମାନେ ଇଏ କରୁଛନ୍ତି ସେମିତି ଆମେ ସମୀକ୍ଷା କରିବାକୁ ପଡିବ ଲୋକ କୋଟା କହିଲେ ସେଇ ଅନୁସାରେ ଆମେ ଚାଲିବା ନାହିଁ
ଆମେ ନିଜେ ହଁ ଆମେ ନିଜ ଜୀବନକୁ ଆମେ ନିଜେ ଗଠନ କରିବା। ହୁଁ ଆଉ କହ ଆଉ ଟପିକ ଛାଡେ ସେଟା କହିଲେ ମୁଁ କୋଉ କହିଦେଲି ଯଦି ଅଧିକ କହିଦେଇଛି ବୋଲି ତ ସମୀକ୍ଷା କରେ। ଆଁ ହଁ ଠିକ କହିଛି ନା ହଁ ଭୁଲ କହିବୁ ତ ମନେ ପକେଇବୁ। ଏଟା କିଏ କହିନାହାନ୍ତି ଆଜି ପର୍ଯ୍ୟନ୍ତ ହେଲା।